ପପୁ ଭାଇ ଗୋଟେ ଦେଖିଲେ କହିଲେ ଇଏ ତ ପୁରା ଯେମିତି କଳାମଳା ଦେଖିବାକୁ ପୁରା ଧେଡ଼ା ଭଳିଆ ଆଉ ମୁଁ ତ ଗୋଟେ ବି ପପୁ ଭାଇ ବି ଦେଖନ୍ତୁ ପପୁ ଭାଇଙ୍କର ଗୋଟେ କମେଡ଼ି ଫେସ୍ ଭଳିଆ ଅଛି ସେ ଦେଖିଲେ ମୁଁ ଯଦି 4-5ଟା ସେଇଭଳିଆ କିମ୍ବୁତ କିମ୍ବାକାର ପିଲାକୁ ନେବି ମୋର ଫାଲତୁ କଥାଟା ବି ହିଟ୍ ହେବ। ରାଜୀବ ଟୋଟାଲ ଧେଡ଼ା ମୁଁ ଧେଡ଼ାକୁ ମୋର ଖାଲି ଦାନ୍ତ ଆଉ କାଳିଆ ହେଇକିରି ଗୁଡୁ ଟୋଟାଲ ମୋଟା କାଳିଆବୁଙ୍କର ପୁରା ଏମିତି ଚୁଟି ହେଇକି ସେ ଶାହରୁଖ ଖାଁ ଭଳିଆ ଇଏ କରନ୍ତି ଏମିତି ସବୁ କିମ୍ବୁତ କିମ୍ବାକାର କଳାକାରଙ୍କୁ ନେଲେ କହିଲେ ମୋର କଳାକାର ଆବଶ୍ୟକ ନାହିଁ ମୋର ଦରକାର ସେଇଭଳିଆ ମାନେ ଷ୍ଟ୍ରକ୍ଚର ସେଇ ଟାଇପ୍ର ଦରକାର ମୁଁ ଯାହା ଚାହୁଁଛି ହଁ ଆମକୁ କହିଲା ବେଳକୁ ଆମ ଝିଅ ଖାଲି ଥରିଲା ସେ ତରଙ୍ଗ ମ୍ୟୁଜିକ୍ ଯେତେବେଳେ ଫାଲତୁ କଥା ଚାଲେ ଆ କ'ଣ ଏଇଟା କରିପାରୁନି ଏମିତି କର ସେମିତି କର ଆମକୁ ଆସୁନି ରାଜୀ ବି ମୋତେ ପଚାରୁଛି ମୁଁ ତାକୁ ପଚାରୁଛି ଏମିତି ହଉ 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 ପପୁ ଭାଇ ବହୁତ କଷ୍ଟ କରିଛନ୍ତି କିନ୍ତୁ ପପୁ ଭାଇଙ୍କର ଏଇ ଯେଉଁ କଥାଟି ମୁଁ ସାରା ଓଡ଼ିଶାବାସୀଙ୍କୁ ଜଣେଇ ଦେବାକୁ ଚାହେଁ ଯେ ଯଦି ଗୋଟେ ଅଣକଳାକାରକୁ ନେଇକି ସେ କଳାକାର କରିପାରୁଛନ୍ତି ଯିଏ କଳାକାର ଜମା ଜାଣିନାହାନ୍ତି ସଙ୍ଗୀତ ମହାବିଦ୍ୟାଳୟରେ ବିନା କୋର୍ସରେ ଯଦି ଗୋଟେ କଳାକାର ହେଇପାରୁଛି ସାରା ଓଡ଼ିଶା ଚିହ୍ନୁଛନ୍ତି ଆଜି ଆମେ ପିଲା ଛୁଆଙ୍କୁ ନେଇକରି କଳା ପରିବେଷଣ କରି ଚଳିପାରୁଛୁ ତାଠୁ ବଡ଼ କଥା କ'ଣ ଅଛି ତାଙ୍କଠୁ ଇନ୍ସପାୟାର ହେବା କଥା ତାଙ୍କଠୁ ଶିଖିବା ଦରକାର